କାରଣ ଏତିକି ବଜେଟରେ ଏଇଭଳିଆ ସାଉଣ୍ଡ ଆଉ କେଣିସିଟେ ଦେବେନି କେହି ନା, କାରଣ ଆମେ ପରେ ଏଟାକୁ ଧୋଇଲା ଆମେ ଘରେ ବସିବୁ ପଛେ କଲ୍ କରିପାରିବୁନି। ତ ଆପଣ ନିଜ ଭାତ ହାଣ୍ଡିରେ ନିଜେ ଯଦି ବିଷ ପକେଇବେ ଏଇଟା ନିଜେ ମରିବା ଆଉ ଜଣଙ୍କୁ ବି ମାରିବା। ଯେଉଁ ଥିଲା ସେଇଥିରେ ମୁଁ 5-6ଟା କଲ୍ କ୍ୟାନସେଲ୍ କରିଛି। ସେଥିରେ କ'ଣ ହେଲା, ୱିଦାଉଟ୍ ପରମିସନରେ ନୂଆ ଲାଭ ତଥାପି ହେଇ ବର୍ଷ ପୁରା ବସିଲୁ, କରୋନା ଫାଷ୍ଟ ବର୍ଷ ପୁରା ବସି ପଇଲୁ। ଏଇଟା ମୁଇଁ ତଳକୁ ଖସି ପଇଲି। ହ୍ୟାଲୋ ଫ୍ରେଣ୍ଡସ୍, ୱେଲକମ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍ ଜୟ ଜୟ ଭାଇମାନଙ୍କୁ। ଫାଇନାଲି ଆମେ ସିନେ ପହଞ୍ଚି ଯାଇଥିଲୁ ଖୁସି ପ୍ରଫେସନାଲ୍ ପାଖରେ। ଆମ ଗଛ ଗୋଟେ ଦେଖୁଥିବେ ଖୁସି ପ୍ରଫେସନାଲ୍ ଅଛି। ଆଉ ତାଙ୍କର ଆଜି ଅଛି ହୋମ୍ ଟୁର୍ ଭିଡ଼ିଓ। ଆଉ ହୋମ୍ ଟୁର୍ ଭିଡ଼ିଓ କେମିତି କ'ଣ ଆସୁଛି ନିହାତି ଆପଣମାନେ ଦେଖନ୍ତୁ। ଏଇ ସାମ୍ନାରେ ଏଠି ଖୁସି ପ୍ରଫେସନାଲ୍ ଆମର ଅଛି। ଆଉ ତାଙ୍କର ଆଜି ଆସିବ ହୋମ୍ ଟୁର୍ ଭିଡ଼ିଓ। ଆଉ ହୋମ୍ ଟୁର୍ ଭିଡ଼ିଓରେ କେମିତି କ'ଣ ନେଉଛି ଓନର୍ଙ୍କ ସହିତ କଥାବାର୍ତ୍ତା ହେବା। ଆଉ କେମିତି କ'ଣ ସେଟଅପ୍ର ଅପଡ଼େଟ୍ ରହୁଛି ଗଣେଶ ପୂଜା ପାଇଁ। ଆଉ ଓନର୍ଙ୍କର ଭାଇ କହିବାକୁ ଗଲେ ଯେଉଁ ଷ୍ଟ୍ରଗଲ୍ ଅଛି ସେଇ ଷ୍ଟ୍ରଗଲ୍ ବିଷୟରେ ଆପଣ ଶୁଣିଲେ ଆପଣଙ୍କ ଆଖିରୁ ଲୁହ ବାହାରି ପଡ଼ିବ। ସେ ଜିନିଷ ବି ଆପଣମାନଙ୍କୁ ଦେଖାଇ ଦେବ ଭିଡ଼ିଓରେ। ଆଉ ଭିଡ଼ିଓରେ ଏମିତି ଯୋଡ଼ି ରୁହନ୍ତୁ, ଆଉ ଫୁଲ୍ ଭିଡ଼ିଓ ଦେଖନ୍ତୁ କେମିତି କ'ଣ ହୋମ୍ ଟୁର୍ ଭିଡ଼ିଓ ହେଲା। ଆଉ ନିହାତି କମେଣ୍ଟ ମାଧ୍ୟମରେ ଜଣାଇବେ। ଆଉ ଚାଲନ୍ତୁ ଯିବା ଦେଖିବା ହୋମ୍ ଟୁର୍ ଭିଡ଼ିଓ କେମିତି କ'ଣ ହେଉଛି, ସେ ଜିନିଷ ବି ଦେଖିବା ଚାଲନ୍ତୁ। ଆଉ ଲେଟ୍ସ ଗୋ। ଆଉ ତ ଫାଇନାଲି ଆପଣ ତ ବାହାରେ ଭିଡ଼ିଓ ଦେଖିଥିଲେ। ଆଉ ଫାଇନାଲି ଆମେ ଆସିନା ପହଞ୍ଚାଇଛୁ ଖୁସି ପ୍ରଫେସନାଲ୍ ଓନର୍ଙ୍କ ପାଖରେ। ଆମ ସାମ୍ନାରେ ଓନର୍ ଅଛନ୍ତି। ଆଉ ଓନର୍ଙ୍କ ତ କାହାଣୀ ଆପଣ ଶୁଣିଲେ ମାନେ କହିବାକୁ ଗଲେ ତାଙ୍କର ଯେଉଁ ଅଛି ଷ୍ଟ୍ରଗଲ୍ ଶୁଣିଲେ ଆପଣଙ୍କ ଆଖିରେ ଲୁହ ବାହାରିବ। ଆଉ ଚାଲନ୍ତୁ ଓନର୍କୁ ପଚାରିକି ବୁଝିବା ତାଙ୍କର କ'ଣ କେମିତି କ'ଣ ମାନେ ସେଇ ଷ୍ଟ୍ରଗଲ୍ ରହିଛି। ଆଉ ଭିଡ଼ିଓରେ ଯୋଡ଼ି ରୁହନ୍ତୁ, ଫୁଲ୍ ଭିଡ଼ିଓ ଦେଖନ୍ତୁ କେମିତି କ'ଣ ଭିଡ଼ିଓର ନିହାତି କମେଣ୍ଟ ମାଧ୍ୟମରେ ଜଣାଇବେ। ଆଉ ଚାଲନ୍ତୁ ଭିଡ଼ିଓ ଷ୍ଟାର୍ଟ କରିବା। ତ ଆମ ସାମ୍ନାରେ ଅଛନ୍ତି ଓନର୍। ଆଉ ଓନର୍କୁ ଆମ ଚ୍ୟାନେଲକୁ ସ୍ୱାଗତ। ଜୟ ଜଗନ୍ନାଥ ଭାଇ। ଜୟ ଜଗନ୍ନାଥ। ଆଉ ପବ୍ଲିକଙ୍କୁ ଆପଣଙ୍କ ନାଁଟା ଟିକେ ଜଣାଇ ଦିଅନ୍ତୁ। ମୋ ନାଁ ହେଉଛି ପ୍ରତାପ ବଳନାଗେ, ଖୁସି ଡିଜର ଓନର। ଆମର ଆଉ ଭାଇ ଆପଣଙ୍କର ଦୁଦୁରୁଗୁଟୁ ଘର। କିନ୍ତୁ ଭାଇ ପବ୍ଲିକ ଟିକେ ଲୋକେସନଟା ଆପଣଙ୍କର ଜଣାଇ ଦିଅନ୍ତୁ। ଲୋକେସନ କହିଲେ 7 ମାଇଲଠୁ 5 କିଲୋମିଟର ପଛକୁ ଆସିଲେ ସେଇଟା ପଡ଼ିବ ଦୁଦୁରୁଗୁଟୁ। ଦୁଦୁରୁଗୁଟୁ ପଞ୍ଚାୟତ ପାଖରେ ଆମର ଲୋକେସନ ଆସୁଛି। ସାଉଣ୍ଡଟି ସେଇଠି ଥୁଆ ହେଇଛି। ଯେଉଁ ଭାଇମାନେ ଆସିନାହିଁ ବୁକିଂ କରିବା ପାଇଁ ଚାହିଁବେ, ଓନର୍ଙ୍କ କଣ୍ଟାକ୍ଟ ନମ୍ବର ଆମେ ଦେଇଦେବୁ। ଓନର୍ଙ୍କ ମୁହଁରେ ବି ଶୁଣିନେବା କଣ୍ଟାକ୍ଟ ନମ୍ବର। ଆଉ ଆସିକି ବୁକିଂ କରିକି ନିହାତି ଯାଇପାରିବେ ଗଣେଶ ପୂଜା ପାଇଁ। ଆଉ ଆମର ନୂଆ ସେଟଅପ୍ର ବି ଆମର ଡିଜାଇନ୍ ଆସୁଛି। ତ ଭାଇ ଆପଣ ସାଉଣ୍ଡ ଲାଇନ୍ ଆସିବାରେ କେତେ ବର୍ଷ ହେବ? 12 ବର୍ଷ ହେଇଗଲା। 12 ବର୍ଷ। ଭାଇ 12 ବର୍ଷ ଷ୍ଟ୍ରଗଲ୍ରେ ମାନେ କହିବାକୁ ଗଲେ ଛୋଟରୁ ବଡ଼ ସେଟଅପ୍ କଲେ, ଆଜ୍ଞା। ମାନେ ସେଇ 12 ବର୍ଷର ଏକ୍ସପିରିଏନ୍ସ କେମିତି କ'ଣ ରହିଲା? ଏକ୍ସପିରିଏନ୍ସ ଆମର କୌଣସିରେ ଫେଲୁଅର୍ ହେଇନି। ଏକ୍ସପିରିଏନ୍ସ ସବୁଠେ ଭଲ ଅଛି। ସବୁ ଭାଇମାନେ ଆମକୁ ଉତ୍ସାହିତ କରିଛନ୍ତି। କିନ୍ତୁ ଆମକୁ ଟିକେ ଷ୍ଟାଇଲ୍ କରିବା ପାଇଁ ସବୁ ଭାଇ ଆମକୁ କହିଛନ୍ତି। ମୁଁ କହିଲି ଦେଖ ଏଇ ପୂଜା ସିଜନରେ ଆମେ ଚେଞ୍ଜ କରିବୁ। ତ କହିବାକୁ ଗଲେ ଏଇ ଯେଉଁ ବଜେଟ୍ ଅନୁସାରେ ଆପଣ ଯେଉଁ ପ୍ରୋଗ୍ରାମ୍ କରୁଛନ୍ତି, ଯାହାକି ଆପଣ ଭିଡ଼ିଓ ମାନେ କହୁଥିଲେ କି ମାନେ ବାହାରେ ଆମେ ଯେତେବେଳେ ଥିଲୁ ଆପଣ କହୁଥିଲେ କି ନା ବଜେଟ୍ ଅନୁସାରେ ଆମକୁ କହିବାକୁ ଗଲେ ପ୍ରୋଗ୍ରାମ୍ କରିବା ପାଇଁ ମନ ହେଉନି, ତଥାପି ଆମେ ଯାଇକି ପ୍ରୋଗ୍ରାମ୍ କରୁଛୁ। କିନ୍ତୁ ସେଇ ଜିନିଷଟାକୁ କ'ଣ କରିବା ପାଇଁ ଚାହୁଁଛନ୍ତି ପ୍ରୋବ୍ଲେମ୍? ଆମର ସେଠି ପ୍ରୋଗ୍ରାମ କମରେ ଆମେ ହଉ କି ବେଶୀରେ ହଉ ଆମେ ସବୁଟେ କରୁଛୁ। କିନ୍ତୁ ଆମକୁ ଲୋକ ଚିହ୍ନିଛନ୍ତି ବୋଲି ଆମକୁ କହୁଛନ୍ତି, ଫୋନ୍ କରୁଛନ୍ତି, ଭାଇ ଏଦିନ ଆମେ କଲ୍ଟା କରିଦେବା। ଆଜ୍ଞା ଆମେ କରିବା। ରେଟ୍ ବାଟ ତ ଆମର ପିଲା ସବୁ ଜାଣିଛନ୍ତି। ସେ ଏତିକିରେ ଆସିଲେ ବି ଆସିପାରିବେ। ଭାଇ ମାନେ କହିବାକୁ ଗଲେ ଛୋଟରୁ ଏଡ଼େ ବଡ଼ ଡିଜେ ସେଟଅପ୍ କରୁଛନ୍ତି, ମାନେ କହିବାକୁ ଗଲେ 12 ବର୍ଷ ଷ୍ଟ୍ରଗଲ୍। ଆପଣଙ୍କ ଡିଜେ ସେଟଅପ୍ରେ କେତେ କ'ଣ ପିଲା ରହୁଛନ୍ତି? ପିଲା ଆମର 5 ଜଣ ପିଲା ରହୁଛନ୍ତି। ନାଇଁ କହିବାକୁ ଗଲେ ସେ ବି ଷ୍ଟାର୍ଟିଂରୁ ଅଛନ୍ତି ନା କ'ଣ? ହଁ, ମୋ ପିଲା ସବୁଦିନ ମୋର କେବେ କେଣି ସିଆଡ଼େ ଯାଇନାହାନ୍ତି। ପିଲା ସବୁଦିନ ମୋ ପାଖରେ ଅଛନ୍ତି। ମୋର 5ଟି ଯାକ ପିଲା ଅଛନ୍ତି ଏବେ ବି ଏପର୍ଯ୍ୟନ୍ତ ଅଛନ୍ତି। 12 ବର୍ଷ ହେଲା ପିଲା ଅଛନ୍ତି ମୋର ଯୋଡ଼ିଏ ପିଲା। ଏବେ 3 ବର୍ଷ ହେଲା ଯୋଡ଼ିଏ ପିଲା ଆସିଛନ୍ତି। କିନ୍ତୁ ପିଲା ମୋର କେଣି ସିଆଡ଼େ ଯାଇନାହାନ୍ତି। ମାଲିକ ଯେଉଁଠି ଥିବ ପିଲା ବି ସେଇଠି ଥିବେ। ଆଉ ଭାଇ କହିବାକୁ ଗଲେ ଡିଜେ ସେଟଅପ୍ କରିଛନ୍ତି, ଆଜ୍ଞା। କିନ୍ତୁ କୋଉ ଜାଗାରେ ଆପଣ ଲସ୍ ଖାଇଛନ୍ତି ବୋଲି ଏମିତି କିଛି ମାନେ କୋଉ ଜାଗାକୁ ପ୍ରୋଗ୍ରାମ୍ କରି ଯାଇଛନ୍ତି, ଆଜ୍ଞା। କିନ୍ତୁ ପ୍ରୋଗ୍ରାମ୍ ଜାଗାରେ ଆପଣଙ୍କ ଗୋଟେ ଧର କହିବାକୁ ଗଲେ ପ୍ରୋଗ୍ରାମ୍ ଭଲ ହେଲାନି କି କ'ଣ ଗାଡ଼ିର କ'ଣ ମାନେ ଇଲେକ୍ଟ୍ରିକାଲ୍ ପ୍ରୋବ୍ଲେମ୍, ଏ ଜିନିଷ କେବେ ପ୍ରୋବ୍ଲେମ୍ ଫେସ୍ କରିନାହାନ୍ତି? ହଁ ହେଇଛି। ଗୋଟେ ଥର ଆମେ ହିନ୍ଦୋଳ ଯାଇଥିଲୁ, ଆମକୁ ଆଡ଼ଭାନ୍ସ ଦେଇଥିଲେ 1000 ଟଙ୍କା, ଆଉ ରହିଲା ତାଙ୍କ ପାଖରେ 9000 ଟଙ୍କା। ସେ 9000 ଟଙ୍କାରୁ 9 ପଇସା ଆମକୁ ଦେଇନାହାନ୍ତି।
କିନ୍ତୁ ଆପଣ ପ୍ରୋଗ୍ରାମ କରିବେ। କରିଛି, ଶେଷ ହେଲା ପରେ ପଇସା ଦେଲେ ନାହିଁ, ତଥାପି ଆମେ ଆସିଛୁ। ତ ଏମିତି ତ ଭାଇ ଏଇ ଜିନିଷ ଶୁଣିକି ଅନୁଗୁଳ ଆମକୁ ବହୁତ ଖରାପ ଲାଗୁଛି, କାରଣ ଆପଣମାନେ ମାନେ ଆମ ଭିଡ଼ିଓ ମାଧ୍ୟମରେ କହିବାକୁ ଗଲେ ଡିଜେ ସେଟଅପ୍ ବୁକିଂ କରୁଛନ୍ତି କି ଅଲଗା କାହାଠୁ ଭାଇ ଆପଣ କଣ୍ଟାକ୍ଟ ନମ୍ବର ନେଇକି ବୁକିଂ କରୁଛନ୍ତି, କିନ୍ତୁ କେଉଁ ଓନରଙ୍କ ସହିତ ଭାଇ ଏମିତି ବ୍ୟବହାର କରନ୍ତୁ ନାହିଁ। କାରଣ ନେକ୍ସଟ ଟାଇମ୍ ଆପଣଙ୍କୁ ଯେତେବେଳେ ବୁକିଂ କରିବା ପାଇଁ ଯିବେ ତାର କାରଣ ଅନର ହିଁ ତମକୁ ଆପଣଙ୍କୁ ମନା କରିବେ, କାରଣ ଭାଇ ଆମେ ଆର ବର୍ଷ ଯାଇଥିଲୁ ଆପଣମାନେ ଆମକୁ ପେମେଣ୍ଟ ଦେଇନଥିଲେ, ଏଇ ବାଗେ ବି ଓନର କହିବେ ଆପଣମାନଙ୍କୁ। ତ ଭାଇ ଏଇ ଜିନିଷ କେବେ ଭୁଲରେ କରନ୍ତୁ ନାହିଁ, କାରଣ ଜଣେ ଭାଇ ଖଟିଲେ ହିଁ ଖାଉଛନ୍ତି, ସେ ଜିନିଷ ଆପଣମାନେ କରନ୍ତୁ କେବେ ନାହିଁ। କାରଣ ଜଣେ ଖଟିଲେ ତାଙ୍କ ପରିବାର ହିଁ କେମିତି ଚଳିବ, କାରଣ ଯୋଉ 5ଟି ପିଲା ବି ସେ ନେଇନା ଯଦି କେମିତି ଚଳିବେ, ସେ ଜିନିଷଟା ଭାଇ ଆପଣ ଟିକେ ମାଇଣ୍ଡରେ ରଖନ୍ତୁ। ଆଉ ଏଇ ଦିନ ଭିଡ଼ିଓରେ ଭାଇ ଏମିତି କହିଦେଇଛି, କିନ୍ତୁ ଖରାପ କେହି ଭାବିବେନି ଭାଇ, କାରଣ ଆପଣମାନଙ୍କ ପାଇଁ ହିଁ ଆମେ ହେଲା, କିନ୍ତୁ ଭାଇ ଏଇ ଜିନିଷ କେବେ କାହା ସହିତ କରନ୍ତୁ ନାହିଁ। ତ ଏଇ ଜିନିଷ ତ ଆପଣମାନେ ଜାଣିଲେ, କିନ୍ତୁ ଭାଇ ଆପଣ ଯୋଉ ପ୍ରୋଗ୍ରାମ କରି ଯାଉଛନ୍ତି, ପ୍ରୋଗ୍ରାମ କରି ଗଲେ ଲୋ ବଜେଟରେ ଏଣ୍ଟରଟେନମେଣ୍ଟ କରି ଯାଉଛନ୍ତି, ଆଜ୍ଞା। କିନ୍ତୁ ଯୋଉ ଜାଗା ପ୍ରୋଗ୍ରାମ ଯାଇକି ମାନେ ପ୍ରୋଗ୍ରାମ ଷ୍ଟାର୍ଟିଂରୁ ଆପଣଙ୍କର କ'ଣ ଟେକ୍ନିକାଲ ଇସ୍ୟୁ ହଉ କି ଧର ଡିଜି ପ୍ରୋବ୍ଲେମ ହଉ କି ସାଉଣ୍ଡ ଲାଇନ ଉପରେ କ'ଣ ପ୍ରୋବ୍ଲେମ, ଆଜ୍ଞା। ସେ ଜାଗାରେ ପ୍ରୋଗ୍ରାମ ହେଲାନି, ଆପଣ ରିଟର୍ନ କଲେ ଘରକୁ, ସେଇ ଜାଗାରେ ପବ୍ଲିକଙ୍କ ରେସ୍ପନ୍ସ କେମିତି କ'ଣ ଅଛି? ରେକ୍ସିଭେସନ କହିଲେ ଗୋଟେ ଗୋଟେ ଜାଗାରେ ଦୈବ ଦୁର୍ଘଟଣା ହେଲେ ଲୋକ ବୁଝି ଯାଉଛନ୍ତି, ଗୋଟେ ଗୋଟେ ଜାଗାରେ ବୁଝୁନାହାନ୍ତି। କ'ଣ ପାଇଁ ବୁଝୁନାହାନ୍ତି? ସେମାନେ ଆଲକୋହଲରୁ ନେଇଗଲା ପରେ ଆଉ ସିଏ ଜାଣିପାରୁନାହାନ୍ତି କ'ଣ ସାଉଣ୍ଡ ବୁଝା ହେଇଛି, ତ ସାଉଣ୍ଡ ବୁଝା ହେଇଛି ମାନେ ବଜେଇବ, ବୁଝିଲେ। ମେନ୍ ହେଉଛି ଯିଏ ବୁଝିବା ଲୋକ ଯଦି ପାଖରେ ଥିବ କିଛି ଅସୁବିଧା ହବନି। ଦୈବ ଦୁର୍ଘଟଣା ତ କେହି କିଛି କହିପାରିବେନି, ଗାଡ଼ି କଥା କହିପାରିବାନି, ଗୋଟେ ମେସିନାରୀ ଜିନିଷ ଗୋଟେ କହିହେବ କି? ଗ୍ୟାରେଣ୍ଟି ଅଛି କି କିଛି? ମଣିଷ ଜୀବନ ଗ୍ୟାରେଣ୍ଟି ନାହିଁ, ମେସିନାରୀ ଗୋଟେ ଜିନିଷ ଗ୍ୟାରେଣ୍ଟି ଅଛି କି? କୁହନ୍ତୁ। ଆଉ କହିବି କ'ଣ, ସେମିତି ଗୋଟେ ଜାଗାରେ ଆମର ଖରାପ ହେଇଥିଲା କ'ଣ, ସେଟା ବାହାଲଣ୍ଡାରେ। ବାହାଲଣ୍ଡାରେ ଆମର ସିଙ୍ଗେଲ କଲ୍ ଆମକୁ କଲ୍ କାଟିଥିଲେ, କିନ୍ତୁ ସେଇଦିନ ରାତିରେ ଜାଣିବାକୁ ପାଇଲୁ ଆମକୁ କମ୍ପିଟିସନ୍ କରିଥିଲେ। ସେ ମୁଁ କୁକୁଟାରୁ ଫେରୁଥିଲି, କୁକୁଟାର ମୋର ସବୁଦିନ କଲ୍, କୁକୁଟାରୁ ମୁଁ ଫେରୁଥିଲି ଯେଉଁ ଟାଇମରେ 7 ମାଇଲ ପୂର୍ବରୁ ଗୁରିଲ ଛକଠୁ ଆମ ଗାଡ଼ି ବ୍ରେକ୍ ଧଇଲାନି, ବ୍ରେକ୍ଡାଉନ୍ ହେଇଗଲା, ଗାଡ଼ି ହେଠୁ ହଲିଲାନି। ସେ ଜବରଦସ୍ତି ଲୋକ କହୁଥିଲେ ଟାଣି ଟାଣି ଆମେ ନେଇଯିବୁ, ବୋଲେ ନେଇଛ ତମ ଗାଡ଼ି, ଆମେ ଚଲେଇ ପାରିବୁନି। ସେଟା ଗାଡ଼ି ବ୍ରେକ୍ ନ ଧରିଲେ ଆମେ 7 ମାଇଲ ଗୋଟେ ଉଠାଣି ଗଡ଼ାଣି ଅଛି, ସେ ଗାଡ଼ି ଗଡ଼ିଯିବ, ଯୁଆଡ଼େ ମନ ସିଆଡ଼େ ପଶିଯିବ, ଆମେ ନେଇପାରିବୁ। ସେଠୁ କେତେ ଝଗଡ଼ାଝାଟି ହେଲା, ଏପଟୁ ଭାଇ ହକା ଗଲେ, ଭାଇ ହକା ଯେତେବେଳେ ଗଲେ ତାପରେ ବୁଝାମଣା ହେଇକିନି ସେ ତାଙ୍କ ବାଟରେ ଗଲେ, ଆମେ ସେଠି ରହିଲୁ 7 ମାଇଲରେ। ରାତି ପାଇଲା ପରେ ପିଟର ଡକେଇକିନି ଗାଡ଼ିକି ସକାଳେ ଧରିକିନି ଆସିଲୁ। ତ ଏମିତି ପ୍ରୋବ୍ଲେମ ଫେସ୍ କରୁଛନ୍ତି ଭାଇ? ଆଜ୍ଞା। ତ ଭାଇ ଆମେ ତ ସେଟଅପ୍ ଦେଖିଲେଣି, ଆଜ୍ଞା। କିନ୍ତୁ ଆପଣ ମାନେ କେବେଠୁ କ'ଣ ସେଟଅପ୍ ଆରମ୍ଭ କରିଥିଲେ? ମୁଁ 2012 ମସିହାରେ ଗାଡ଼ିଟିଏ ଭଡ଼ାକୁ ଆଣେ, ସେଥିରେ ବକ୍ସ ଫକ୍ସ ଫିଟିଂ କରିକିନି ଆମେ ସାଉଣ୍ଡ କରୁଥିଲୁ। ସେ ତାପରେ ଆମର ସେ ଗାଡ଼ି ଯିଏ ଦେଉଥିଲା ଭଡ଼ାକୁ, ସିଏ ତା ଗାଡ଼ି ନେଇଗଲା। ତାପରେ ମୁଁ ଗୋଟିଏ ପିକଅପ୍ଟିଏ ଦେଖିଲି 207 DI, ସିଏ ଏବେ ଆଉ ତ ସିଏ ତାର ପାର୍ଟ ପତ୍ର ମିଳିଲାନି, ତାପରେ ଚେଞ୍ଜ କରିଦେଲି, ତାକୁ 407 DI ଆଣିଲି, ସେକେଣ୍ଡ ବଡ଼ମ୍ବା ନରସିଂହ, ସେଠୁ ଆଣିଲି। ସେଥିରେ 2 ବର୍ଷ ଖଣ୍ଡେ ଚଲେଇଲି, ବେପାର ହେଲାନି। ଲୋକ ଆଜିକାଲି ମାନେ ଦିନକୁ ଦେଖିଲା ବେଳକୁ ସବୁ ଲୋକ ଖୋଜୁଛନ୍ତି ଆଇଚର ସେଟଅପ୍, ତାପରେ ଲାଇଟ୍, ଏଇଭଳିଆ ଯେଉଁ ଖୋଜିଲେ, ସେଇଠୁ ମୁଁ ଗୋଟିଏ ଆଇଚରଟିଏ ଆଣିଲି। ଆଇଚରଟିଏ ଆଣିଛି 3 ବର୍ଷ ତ ହେଇଛି, ଆଉ ହବ ଏଇ ଅଗଷ୍ଟକୁ 3 ବର୍ଷ ହବ। ଆଉ ଭାଇ ଆମର ଗଣେଶ ପୂଜା କ'ଣ ଅପଡେଟ୍ ରହୁଛି ଏଥର? ହଁ, ଟିକେ ମୋଡ଼ିଫାଇ କରାହେବ, ମାନେ ବ୍ୟାକ୍ ସାଇଡ଼୍ ଟିକେ ଚେଞ୍ଜ କରାହେବ, ଆଉ ଟିକେ ସାରିଫି ଲାଗିବ, 15ରୁ 20 ଭିତରେ ଲାଗିବ। ଆପଣ 10ଟା ଲାଗିଥିଲା ତ, ଆଉ 10ଟା ଖଣ୍ଡେ ଲାଗିପାରେ। ଭାଇ ଆମେ ବି ତ ଯାହା ବି ଦେଖୁଥିଲୁ ଆପଣଙ୍କଠୁ ଶୁଣୁଥିଲୁ, ଆପଣଙ୍କର ଯାହା ବି ଥିଲା ଯେଉଁ ଡିଟେଲ୍ସ ମାନେ ଛୋଟରୁ ବଡ଼ କରିବା ପାଇଁ ସେଟଅପ୍,
କିନ୍ତୁ କହିବାକୁ ଗଲେ ମାର୍କେଟରେ ସବୁ କମ୍ପିଟିସନ ସବୁ ବଡ ସେଟଅପ୍ ଚାଲିଲାଣି ନା। ହଁ ହଁ। ଆଉ ଆପଣଙ୍କର ଏଇ ଯୋଉ ମାନେ ମାନେ ଅଛି ଆଇଚର ସେଟଅପ୍ ମାନେ ଏଇ ଲୋକାଲ ମାର୍କେଟରେ କେତେ କଣ ବଜେଟ ରହୁଛି? ମୋର ବଜେଟ 16,000 ଉପରକୁ ଯିବ ପଛେ ତଳକୁ ଆସିବନି। ଆଉ ଇଭେଣ୍ଟ ଏକ୍ସଟ୍ରା ଇଭେଣ୍ଟ ଯିଏ ଯେତିକି ହିସାବରେ କହିବ, କିଏ କହିବ 5,000 ମାରିବି, କିଏ କହିବ 2,000 ମାରିବି, କିଏ କହିବ 10,000 ମାରିବି, ସେଇ ହିସାବରେ ଇଭେଣ୍ଟଟା ଏକ୍ସଟ୍ରା ରହୁଛି। ୟା ପରେ ଗଣେଶ ପୂଜାରେ ଆମର 20ରୁ ଷ୍ଟାର୍ଟ କରାହବ, ଆଉ ତାପରେ ଇଭେଣ୍ଟ ଏକ୍ସଟ୍ରା ରହିବ। ଆଉ ଗଣେଶ ପୂଜାରେ କେତେ କଣ କଲ୍ ରଖିଲେଣି? କଲ୍ ତ ମୋର ବନ୍ଧାଣିଆ ସବୁ ଜାଗାରେ ଅଛି, ସବୁଆଡ଼େ ଫୋନ୍ ଫାନ୍ କଲେ ମୁଁ ପିଲାକୁ ହିଁ ଟିକେ ବ୍ରେକ୍ କରିଛି, କାରଣ ଆମର ସେଟଅପ୍ ଚେଞ୍ଜ ହେବ ତ, ସେଇ ଯୋଗୁଁ ମୁଁ ବ୍ରେକ୍ କରିଦେଇଛି। ଏବେ ମୋତେ 4 ଜାଗାରୁ ଫୋନ୍ ଆଇଲାଣି, ଭାଇ ଗଣେଶ ପୂଜା କଲ୍ଟା କାଟିବା। ମୁଁ କହିଲି ହଉ ଟିକେ ୱେଟ୍ କର, ମୋ ସେଟଅପ୍ ଟିକେ ଚେଞ୍ଜ ହେବାର ଅଛି, ଚେଞ୍ଜ ହେଇସାରିଲା ପରେ କଲ୍ କାଟା ହେବ ଆଉ। ଆଉ ଏଇ ଆମର କହିବାକୁ ଗଲେ ସେଟଅପରେ ଏବେ ଯେ କହୁଛନ୍ତି ଆପଣଙ୍କର ଡିଜାଇନ ଆସିଛି ଗଣେଶ ପୂଜା ପାଇଁ ଚେଞ୍ଜ ହବ, ଚେଞ୍ଜ 20 କଣ ସାର୍ଫ ରହିବ। ହୁଁ। ଆଉ ବେସ୍ ସାଉଣ୍ଡ ଉପରେ କେମିତି କଣ ଚେଞ୍ଜ ହବ କି ନାହିଁ? ବେସ୍ ତ ଆମର ସେ 8 ବେସ୍ ଲାଗିଛି, 8 ବେସ୍ ଲାଗିବ ଆଉ, ତ ଅଧିକା ଲଗେଇ ହେଉନି ନା। ସବୁ ଗଭର୍ଣ୍ଣମେଣ୍ଟ ଯାହା ଅର୍ଡ଼ର ଦେଇଛି ଆମେ ସେଇ ହିସାବରେ ଚଲୁଛୁ। ତ ଆମର ସେଇ ଜିନିଷ ସାଉଣ୍ଡ ତ ଆମର କିଛି ପ୍ରୋବ୍ଲେମ୍ ନାହିଁ। ସାଉଣ୍ଡ ଆମର ଆମେ ଯୋଉଠିକି ଯାଇଛୁ ଏଇ ବର୍ଷ, ଆମକୁ ସମସ୍ତେ ଉତ୍ସାହ କରିଛନ୍ତି, କାରଣ ଏତିକି ବଜେଟରେ ଏଇଭଳିଆ ସାଉଣ୍ଡ ଆଉ କୌଣସିରେ ଦେବେନି କେହି। କାରଣ ଆଜିକାଲି ଯୁଗରେ ସବୁ କମ୍ପିଟିସନ ମାର୍କେଟ ତ, କିଏ କ'ଣ ରେଟ୍ ଯାଉଛି ଆମେ ଜାଣିପାରୁନାହାନ୍ତି। ତାପରେ ଆମକୁ ନ ପୋଷେଇଲେ ଆମେ ଯାଉନୁ। ଆମର ଘରେ ଗାଡ଼ି ଥିବ ପଛରେ ଆମେ ନ ପୋଷେଇଲେ ଯାଇପାରୁନୁ। ଲୋକାଲ ବଜେଟ ଲୋକାଲ ବୋଲି ଆପଣ ମାନେ କହିବାକୁ ଗଲେ ପାଖ ଏରିଆରେ ବୋଲି ଏତିକି କମ ବଜେଟ, ଯଦି କି ବାହାରୁ ଯଦି କଣ୍ଟାକ୍ଟ କଲା, ମାନେ ଧର ଆମ ଅନୁଗୁଳ ମାର୍କେଟ ହଉ କି ଢେଙ୍କାନାଳ ମାର୍କେଟ ହଉ, ତାହେଲେ ସେ ଜାଗାକୁ କେତେ କଣ ବଜେଟ ରହୁଛି ସେ ଜାଗାକୁ? 30,000 କହିଥିଲି କାଲି ଜଣେ ପଚାରିଥିଲା ଯେ, ସେ UD19 ଏଇ ଯୋଉ ବାଂଶୀରେ ଜଣେ ପିଲାଟି ଅଛି ଯେ, ସେ କହିଲା ଆଜ୍ଞା ଆମ ଗାଁରେ ନବୁ ସାଉଣ୍ଡ କେତେ ଟଙ୍କା କ'ଣ କହୁଛ? ମୁଁ କହିଲି ନର୍ମାଲ ସେଟଅପ୍ ହେଲେ 25,000, ଫୁଲ୍ ସେଟଅପ୍ ହେଲେ 30,000 ଯାହା ହେବ, ଇଭେଣ୍ଟ ଏଥିରେ ରହିବ ଆଉ। ଆଉ ଭାଇ ମାନେ ଯଦି ଆପଣ ମାନେ ବି ଲୋ ବଜେଟରେ କହିବାକୁ ଗଲେ ଆଇଚର ସାଉଣ୍ଡ ଖୋଜନ୍ତି ତ ଭାଇଙ୍କୁ ବି କଣ୍ଟାକ୍ଟ କରନ୍ତୁ। ଆଉ ଭାଇ ଆପଣଙ୍କର କଣ୍ଟାକ୍ଟ ନମ୍ବରଟା କୋଉ ଲିଙ୍କ ଟିକେ ଜଣେଇ ଦିଅନ୍ତୁ, କେମିତି କଣ ବୁକିଂ କରିବା ପାଇଁ ଯଦି ମୋର ତ କଣ୍ଟାକ୍ଟ ନମ୍ବର ଆମର ୟୁଟ୍ୟୁବରେ ମାରିଦେଲେ ଆମର ଆସିଯାଉଛି ନମ୍ବର, ତଥାପି ଖୁସି ଡିଜେ ମାରିଦେଲେ ତଥାପି ଆସୁଛି। ପ୍ରୋବ୍ଲେମ ଆପଣଙ୍କ ନମ୍ବରଟା ଟିକେ କହିଦିଅନ୍ତୁ। 955 610 5489, ଏଇଟା ହ୍ୱାଟ୍ସଆପ୍ ନମ୍ବର, ଫୋନ୍ପେ ନମ୍ବର, ଆଉ ସବୁ ଏଇଟା ମୋର କନଷ୍ଟାଣ୍ଟ ନମ୍ବର। ଆଉ ଗୋଟେ ଅଛି ଜିଓ ନମ୍ବର, ଏମିତି ଯୋଡ଼ିଏ ନମ୍ବର ରଖା ହେଇଛି। ଆଉ ଏବେ ଭାଇ ଆପଣଙ୍କର କଲ୍ ଫଲ୍ ଚାଲିଛି କି ନାହିଁ କଣ? ହଁ ଚାଲିଛି ଚାଲିଛି। ସେ ଏପଟେ ବାହାଘର କ'ଣ ହେଉଛି, ବାହାଘର ହେଉଛି ଗୋଟେ ଦିନ, ଆମର ଏପଟେ 30 ସାଉଣ୍ଡ ଅଛନ୍ତି ହେଲା, କାହାକୁ କୋଉଠି ମିଳିଲା ଆଉ ଏମିତି ନାହିଁ। ଆଜିକାଲି ଡେଟ୍ ତ ସବୁ ଗୋଟେ ଦିନ ବାହାଘର ହେଉଛି, ଆଉ ତ କହିଲେ ନାହିଁ। ଯୋଡ଼େ ତୀର୍ଥ ଅଛି କ'ଣ, ଗୁଣ୍ଡିଚାକୁ ଏଇ ଯୋଉ ରଥଯାତ୍ରାକୁ ବାହୁଡ଼ା ଯାତ୍ରାରେ ବାହାଘର ଦିନ ଅଛି, ଆଉ ତାପରେ ତ ଏଇ ବର୍ଷର ବାହାଘର ଏଣ୍ଡ ହେବ, ଗଣେଶ ପୂଜା ପାଇଁ ପ୍ରିପାରେସନ୍। ତ ଭାଇ ଆମର କହିବାକୁ ଗଲେ ଏତେରୁ ମାନେ ଛୋଟରୁ ମାନେ କହିବାକୁ ଗଲେ ସେ ବଡ଼ ସେଟ କରୁଛନ୍ତି କହିବାକୁ ଗଲେ, କିନ୍ତୁ ଆପଣଙ୍କ ଅନୁସାରେ ମାନେ କହିବାକୁ ଗଲେ ବଜେଟ ଟିକେ କମ ହଉନି? ବଜେଟ ତ କମ ହଉଛି, ଆଉ କ'ଣ ବଜେଟକୁ ଧଇଲେ କ'ଣ କହିଲେ ଆମେ ବେପାର କରିପାରିବାନି। କ'ଣ ପାଇଁ? ଆମେ କହିଦେବୁ 20,000, ଆଉ ଜଣେ ଆସିକି କହିବ 15,000, ସେଇ ଯୋଗୁଁ ଆମେ ରେଟରେ ଆଉ କମ୍ପ୍ରୋମାଇଜ କରିପାରୁନୁ ନା, କାରଣ ଆମେ ରେଟକୁ ଧଇଲେ ଆଉ ଆମେ ଘରେ ବସିବୁ ପଛେ କଲ୍ କରିପାରିବୁନି। ତ ଭାଇ ଆଉ ଗୋଟେ ବି ଆମର କୋଶ୍ଚିନ୍ ଥିଲା ଯାହାକି ଧର ଆମର କହିବାକୁ ଗଲେ ଆପଣ କହୁଛନ୍ତି ଏତିକି କମ ବଜେଟରେ କଣ ହଉଛି ବୋଲି, ଧର ଯିବା ଆସିବା ତ ଆପଣଙ୍କର ବହୁତ ଇଏ ହଉଥିବ। ହଁ ହେଉଛି, କଷ୍ଟ ବହୁତ ହେଉଛି, କାରଣ ଆମର ଗାଡ଼ି ମୋତେ ଯିଏ କମ୍ପାନୀ ସୋରୁମ୍ ଦେଲା, ଗାଡ଼ି ମୋତେ 10 ମାଇଲେଜରେ ଦେଲା, କିନ୍ତୁ ମୋର ଗାଡ଼ି ମାଇଲେଜ ଆଉଛି 4, 4.5। ତ ଆପଣଙ୍କୁ ଏତିକି ବଜେଟ ତ ପୋଷୁନଥିବ। ପୋଷଉନି ତ। ତ ଗଣେଶ ପୂଜା କଣ ବଜେଟ ଅଧିକା ରହିବ କି ମାନେ କଣ? ବଜେଟ ଟିକେ ରହିବ ଅଧିକା, ମାନଙ୍କର ଏଇ ବର୍ଷ ଆମେ କରୁଥିଲେ 16-17 ହଜାର, 20,000 ରହିବ।
ଭାଇ 2-3 ହଜାର ଏକ୍ସଟ୍ରା ରହିବ। ଭାଇ ଏତେ ପ୍ରୋଗ୍ରାମ କଲେଣି ଆପଣ କୋଉ ଜାଗାରେ କଣ ପ୍ରୋଗ୍ରାମ କେମିତି କଣ ଲାଗୁଛି? ମାର୍କେଟରେ ତ ଆପଣ ଦେଖୁଥିବେ ବହୁତ ସେଟଅପ୍, କିନ୍ତୁ ହୁଁ ଆପଣଙ୍କର ପ୍ରୋଗ୍ରାମ ଏତେ ଜାଗାରେ ହେଇଛି ହୁଁ କହିବାକୁ ଗଲେ ପଡୁଥିବେ, କୋଉ ଜାଗାରେ ଆପଣଙ୍କୁ କେମିତି କଣ ବେଷ୍ଟ ଲାଗିଛି? ଆମର ବେଷ୍ଟ ଲାଗିବ ମୋର ଫେମସ୍ ଜାଗା ହେଉଛି କୁକୁଟା, ଆଉ କନ୍ତୁଗୁଳ, ଆଉ ବାଲିକିଆରୀ, ଗୁହାଳିପାଳେ, ଏମିତି ମୋର ସବୁ ଜାଗାରେ ମୋତେ ଚିହ୍ନିଛନ୍ତି। ଆଉ ଚିହ୍ନି ଯଦି ମାନେ ଯୋଉଠି ଭେଟେଇଲେ ଆଗ କଥା ହେଉଛନ୍ତି, ଏନେ ଆମେ ଏତିକି ସମ୍ପର୍କ ରଖିଛୁ। କାହାକୁ କାହା ସହିତ ହୁଡ଼ା ତୁଟା ଆମର ନାହିଁ, ଭାଇ ତ ସମସ୍ତେ ଭାଇ। ଆଉ ଭାଇ କହିବାକୁ ଗଲେ ଆପଣ ତ କହିବାକୁ ଗଲେ ଢେଙ୍କାନାଳ ମାର୍କେଟରେ ଆପଣଙ୍କର ସେଟଅପ୍ ଯାଉଛି, କିନ୍ତୁ ଆପଣଙ୍କର ମାନେ କହିବାକୁ ଗଲେ DJ ଓନରଙ୍କ ସହିତ କେମିତି କଣ ସମ୍ପର୍କ ଅଛି? ସମସ୍ତଙ୍କ ସହିତ ଆମର କିଛି ଅଛି, ସମ୍ପର୍କ ଅଛି। ସମସ୍ତେ ଆମେ ଭାଇ ଭାଇ ଅଛୁ। ଆମେ ଏମିତି ଆମ ନିଜ ଭିତରେ କେବେ ଝଗଡ଼ା ତ୍ରୁଟି ହେଇନି, କି ଆମେ କାହା ସହିତ କମ୍ପିଟିସନକୁ ଓହ୍ଲେଇନୁ। ଯଦି ଆପଣଙ୍କୁ କିଏ ଗଣେଶ ପୂଜାରେ କମ୍ପିଟିସନ ପାଇଁ ବୁକିଂ କରନ୍ତି, ତାହେଲେ କମ୍ପିଟିସନ ପାଇଁ କଲ୍ ରଖିବେ? ନା, କମ୍ପିଟିସନକୁ ରଖିବୁନି। କ'ଣ ପାଇଁ? ଆଜିକାଲି ଯୁଗ ହେଲାଇ କ'ଣ ସାଉଣ୍ଡ ଯୋଉ ଭଳିଆ କମ୍ପିଟିସନ କରୁଛନ୍ତି, ସରକାର ବନ୍ଦ କରିଦେବ କେତେବେଳେ ଠିକ ନାହିଁ। ତ ଆପଣ ନିଜ ଭାତ ହାଣ୍ଡିରେ ନିଜେ ଯଦି ବିଷ ପକେଇବେ, ଏଇଟା ନିଜେ ମରିବା, ଆଉ ଜଣଙ୍କୁ ବି ମାରିବା। ତ ଆପଣଙ୍କ ମତରେ କମ୍ପିଟିସନକୁ ନେଇ କ'ଣ କହିବେ? କମ୍ପିଟିସନ ନେଇକିନି ଯାହା ଯେତିକି ସେ ଆମକୁ ଯୋଉ ଭଳିଆ ଆମକୁ ଆମର ରସିଦିରେ କାଟା ହେଇଛି, ସେଇ ହିସାବରେ ଆମେ ବଜେଇବୁ। ଆମକୁ କହିବେ ଗୀତ ବଜେଇବୁ। ସେ ଇଆଡ଼େ ମୁହଁ କରିଛି, ଆମେ ଇଆଡ଼େ ମୁହଁ କରିଛୁ, ଆମେ ତା ପାଖକୁ ଆଉ ଯିବୁ। ଯଦି ଯିବା, ସେ ଯିଏ ପାର୍ଟି ବାଲା ବୁଝିଛନ୍ତି ସେ ତାଙ୍କର ରିକ୍ସ ନେବେ, କିନ୍ତୁ ଆମ ଭିତରେ ଝଗଡ଼ା ତ୍ରୁଟି ହବନି। ତ ଭାଇଙ୍କଠୁ ତ ଶୁଣିଲେନି ମତାମତ, ଆଉ ଭାଇ ପବ୍ଲିକଙ୍କୁ କ'ଣ କହିବେ? ମାନେ ସେଟଅପକୁ ନେଇ ପବ୍ଲିକଙ୍କୁ କ'ଣ କହିବେ? ପବ୍ଲିକ ମୋତେ ତ ଉତ୍ସାହିତ କରୁଛନ୍ତି। ଭାଇ ଟିକେ ମୋଡିଫାଇ କର, ସେଟଅପଟା ଟିକେ ଚେଞ୍ଜ କର। ଆଉ ଯାହାକି ଆମେ ବି ଶୁଣୁଥିଲୁ ଆପଣଙ୍କ କିଛି ସେଟଅପ୍ ମୋଡିଫାଏ ହଉଛି, ତ କ'ଣ ସେଥିରେ ଅପଡେଟ ରହୁଛି? ଏଥିରେ ଅପଡେଟ ରହିବ। ଟିକେ ଷ୍ଟିଲଟା ଆମକୁ ବଡ଼ ଦେଖାଯାଉଛି। ଷ୍ଟିଲ କି ତଳକୁ ଥୁଆ ହେଇକି କାଟା ହେଇକିନି ସାନି ଷ୍ଟିଲ ବନାହବ। ସେତେବେଳେ ସାର୍ଫି ଆମର ଟିକେ କମ୍ ଥିଲା, ତ ସେଥିରେ 15 ସାର୍ଫି ଲଗାହବ ନର୍ମାଲଟାରେ। ଆଉ ଫୁଲ ସେଟଅପର 20 ଖଣ୍ଡେ ରହିବ। ତ ଗଣେଶ ପୂଜାକୁ ନିହାତି ମୋଡିଫାଏ ହଉଛି। ମୋଡିଫାଇ ହବ। ତ ଭାଇ ମାନେ ଭାଇଙ୍କଠୁ ଶୁଣିଲେ, ଆଉ ଭାଇ ମାନେ ଯୋଉ ବଜେଟରେ ଭାଇ ବି ଆସୁଛନ୍ତି, ସେଇ ବଜେଟରେ କହିବାକୁ ଗଲେ ଆମର ଛୋଟ ସେଟଅପ୍ ବି ଆସିବା ପାଇଁ ନାରାଜ, କିନ୍ତୁ ଭାଇ ଆମର ଯାଇକି ପ୍ରୋଗ୍ରାମ କରୁଛନ୍ତି। ଆଉ ଏମିତି ଭାଇକି ସବୁବେଳେ ସପୋର୍ଟ କରନ୍ତୁ। ଆଉ ଭାଇ ଆମର ବି ଆଉ ଗୋଟେ ବି ଯାହା କୋଶ୍ଚିନ୍ ଥିଲା, ଯାହାକି ଆପଣ ଏଇ ଯେତେ ସବୁ ଲୋକାଲ ଏରିଆରେ ପ୍ରୋଗ୍ରାମ କରୁଛନ୍ତି, କିନ୍ତୁ ପ୍ରୋଗ୍ରାମ ସବୁ ଜାଗାରେ ହଉଛି, ଆଜ୍ଞା। କିନ୍ତୁ କହିବାକୁ ଗଲେ ଆମର ଯୋଉ ମାନେ ଯୋଉ ଧଳା ପଗରା ହଉଛି, ମାନେ ଯେତେ ସବୁ ପରମିଶନ ଇଏ ତା ମାନେ କହିବାକୁ ଗଲେ ବହୁତ ଜିନିଷ ଲଫଡା ହଉଛି ନା, ସେ ଆଜ୍ଞା। ଜିନିଷକୁ ନେଇ କ'ଣ କହିବେ? ସେ ଆପଣ ଯୋଉଟା କହିଲେ ଆପଣ, ସେ ଲାଇସେନ୍ସ ବିଷୟରେ, ଲାଇସେନ୍ସ ଆମକୁ ଦେଇପାରିଲେ ଆମେ କରିଦିଅନ୍ତୁ, କିନ୍ତୁ ସବ୍ କଲେକ୍ଟର ଆମକୁ ଲଫଡ଼ା କରିଦେଉଛନ୍ତି। ଏଠିକି ଯାଅ, ହେଠିକି ଯାଅ। ଆମେ ଆପଣଙ୍କଠୁ ଲାଇସେନ୍ସ ମାଗିଲୁ, ଆପଣ କେମିତି ଦେବେ ଆପଣ ଜାଣିବେ। ଆପଣ ଏଠିକି ପଠଉଛନ୍ତି, ହେଠିକି ପଠଉଛନ୍ତି, ହେଇପାରୁନି। ସେଇଟା ମୋର ବି କରୋନା ବର୍ଷ ଯୋଉ ଥିଲା, ସେଇଥିରେ ମୁଁ 5-6ଟା କଲ୍ କ୍ୟାନସେଲ୍ କରିଛି। ସେଥିରେ କ'ଣ ହେଲା, ୱିଦାଉଟ୍ ପରମିଶନରେ ନୋ ଆଲାଉ। ତଥାପି ସେଇ ବର୍ଷ ପୁରା ବସିଲୁ, କରୋନା ଫାଷ୍ଟ ବର୍ଷ ପୁରା ବସିଲୁ। ଏଇଟା ମୁଇଁ ତଳକୁ ଖସି ପଡ଼ିଲି। ବୋଲେ ମୋର ଯେମିତି ଚାଲିଥିଲା ଠିକ୍ ଚାଲିଥିଲା, କରୋନା ଯୋଉ 2 ବର୍ଷ ହେଇଗଲା, ଆମକୁ ଆମ ଭାତ ଥାଳି ଛଡ଼େଇ ନେଲା। ତ ଭାଇ ଆଙ୍କଠୁ ଶୁଣିଲେ, ତ ଅନର କୋଠୁ ତ ସବୁ ଅପଡେଟ ଶୁଣିଲେ, କିନ୍ତୁ ଭାଇ ଆମର ଆଉ ଗୋଟେ କୋଶ୍ଚିନ୍ ଥିଲା, ଯାହାକି ଆପଣ କହିଲେ ଗଣେଶ ପୂଜାକୁ କିଛି ନୂଆ ସେଟଅପ୍ ଡିଜାଇନ ହଉଛି, ଆଉ ସାର୍ଫି ଫାର୍ଫି ଆଡ୍ ହଉଛି, ମାନେ ଜିନିଷ ବି କିଛି ଆସେସରି ଆଡ୍ ହଉଛି, କିନ୍ତୁ କହିବାକୁ ଗଲେ କମ୍ପିଟିସନ କରିବେ କି ନାହିଁ? କମ୍ପିଟିସନ ଶୁଣନ୍ତୁ, ଏତିକି ବଜେଟ ଦେବେ ଯଦି ଆମେ କମ୍ପିଟିସନ କରିବୁ, କିନ୍ତୁ ବଜେଟ ହିସାବରେ ଆମେ କମ୍ପିଟିସନ କରିବୁ। ଆପଣ ବୁଝିଥିବେ, ଗୋଟେ 1,00,000 ସାଉଣ୍ଡ ଆମକୁ 20,000 ଦେଇକିନି ଆମେ କମ୍ପିଟିସନ କଲେ ତ ଆମେ କଦାପି ପାରିବୁନି ନା।
ପଇସା ଆମେ ଯଦି 20,000 ରସିଦ କାଟିଛୁ, ଆମ ସାମ୍ନାରେ ଯିଏ ଆସିବ ସେ 20,000 ଯଦି ରସିଦ କାଟିଥିବ ତା ସହିତ ଆମେ କମ୍ପିଟିସନଟା କରିବୁ। ଆଉ ଆମକୁ ପଇସା ଦେବେ 20,000, ଏତିକି ବଜେଟରେ ଆମେ କମ୍ପିଟିସନ କରିପାରିବୁନୁ। କାରଣ ଗୋଟେ କମ୍ପିଟିସନ କଲେ ଗୋଟେ ବେଷ୍ଟ କରିଥିଲେ 5,000 ଟଙ୍କା ସେଥିରେ ଖର୍ଚ୍ଚ ହେଉଛି। ତ ଆମର 5,000 ଟଙ୍କା ଲାଭ ନା ଥିବ, ସେଇଟା ଆମେ ସାରିକି ନାଇବୁ କଣ ଖାଲି ଆସିବୁ? କମ୍ପିଟିସନ ଆମେ କରିପାରିବୁନି। ତ ଏଇ ଜିନିଷଟା ବି ଅନୁଭବ କରୁଛନ୍ତି। ଆଉ ଭାଇ କମ୍ପିଟିସନ ପାଇଁ ହେଲେ କାରଣ କମ୍ପିଟିସନ ପାଇଁ ହିଁ ମାନେ ଜିନିଷ ଶେଷରେ ଆମର ଯାହା ବି କହିବାକୁ ଗଲେ ପ୍ରେସର ମିଡ୍ ହଉ, ଚୁଙ୍ଗା ହଉ, ଇଣ୍ଡି ହଉ, ଯାହା ବି ହଉ, ସେ ଜିନିଷ ଉପରେ ବି ଭାଇ କମ୍ପିଟିସନ ଉପରେ କଟିଲା ମାନେ ତ ନିହାତି ଆମର ଜାଣିଥିବେ ପଇସା ଆଜ୍ଞା ଇନଭେଷ୍ଟ ହଉଛି। ଆଜ୍ଞା। ସେ ଜିନିଷଟା ବି ଆପଣ ମାନେ ଜାଣିବା ଦରକାର ଯେ ଭାଇ କମ ବଜେଟରେ ମାନେ କହିବାକୁ ଗଲେ ଲୋ ବଜେଟରେ ଯାଇକି ଭାଇ ପ୍ରୋଗ୍ରାମ କରୁଛନ୍ତି, ଯାହାକି ସେଇ ବଜେଟରେ ବି ଆମର କହିବାକୁ ଗଲେ ଆମ ଅନୁଗୁଳ ମାର୍କେଟରେ ଯେତେ ଟାକର ସେଟଅପ୍ ସେମାନେ ବି ଆସିବେନି ନା ଆସିବେ। ଯେତିକି ସେଟଅପରେ ଭାଇ ପ୍ରୋଗ୍ରାମ କରୁଛନ୍ତି। ଆଉ ଆପଣ ମାନେ ଭାଇଙ୍କୁ ଏମିତି ସବୁବେଳେ ସପୋର୍ଟ କରନ୍ତୁ ଯେ ମାନେ ସେଇ ଲୋ ବଜେଟରେ ବି ପ୍ରୋଗ୍ରାମ କରିକି ସେ ଭାଇ ଆପଣଙ୍କ ମାନଙ୍କୁ ଏଣ୍ଟରଟେନମେଣ୍ଟ କରିକି ଆଉ ଆପଣମାନଙ୍କ ପାଇଁ ସବୁବେଳେ ଅଛନ୍ତି। ଆଉ ଏଇ ଜିନିଷ ପାଇଁ ଆପଣମାନେ ନିହାତି ଭାଇଙ୍କ ସହିତ କଣ୍ଟାକ୍ଟ କରନ୍ତୁ। ଗଣେଶ ପୂଜା ପାଇଁ ତାଙ୍କର ନୂଆ ସେଟଅପ୍ ଆସୁଛି, ନୂଆ ସେଟଅପ୍ର ବୁକିଂ କରନ୍ତୁ ଆଉ ଭାଇଙ୍କ ସହିତ ମିଶିକି ସବୁବେଳେ ଏଣ୍ଟରଟେନମେଣ୍ଟ କରନ୍ତୁ। ଆଉ ଭାଇଙ୍କୁ କେତେବେଳେ କହିବାକୁ ଗଲେ ଯୋଉ ଆମର ଅଲଗା ଯେତେ ସବୁ ମ୍ୟାଟର ହଉ, ମାନେ ଯୋଉ ଜାଗାରେ ପ୍ରୋଗ୍ରାମ ଫ୍ଲପ୍ ହଉଛି ଯାହା ହଉଛି ସେ ଜିନିଷ ଉପରେ ଭାଇଙ୍କୁ ଟିକେ ସପୋର୍ଟ କରନ୍ତୁ ଭାଇ। ଆଉ ଏତିକିରେ ଭିଡ଼ିଓ କରୁଛୁ। ଜୟ ଜଗନ୍ନାଥ।